ଆଜି ଆମେ ଯେଉଁ ଭୂମିକୁ ଓଡ଼ିଶା ବୋଲି ଜାଣୁଛେ ତାର ଇତିହାସ କେତେ ପୁରୁଣା ଜାଣନ୍ତି? ପାଖାପାଖି 5000 ବର୍ଷ। ଆଉ ଏହି ଲମ୍ବା ଯାତ୍ରାରେ ଏହାର କେବଳ ଗୋଟିଏ ନାଁ ନଥିଲା, ବରଂ ଥିଲା ଅନେକ। ତେବେ ଚାଲନ୍ତୁ ଆଜି ସେହି ସବୁ ନାଁ ପଛରେ ଲୁଚି ରହିଥିବା କାହାଣୀକୁ ଟିକେ ଖୋଜିବା। ହଁ, ତେବେ ସବୁଠୁ ବଡ଼ ପ୍ରଶ୍ନ ତ ଏ ଆସେ, ଗୋଟିଏ ଜାଗାର ଏତେଗୁଡ଼େ ନାଁ କେମିତି ହେଲା? ଏହାର ଉତ୍ତର କିନ୍ତୁ ଏତେ ସିଧାସଳଖ ନୁହେଁ। ଏହା ଲୁଚି ରହିଛି ଆମ ଏହି ମାଟିର ଗଭୀର ଇତିହାସ ଭିତରେ, ଯେଉଁଠି କାହାଣୀ ଅଛି ଜନଜାତିର, ବଡ଼ ବଡ଼ ସାମ୍ରାଜ୍ୟର ଆଉ ଅନେକ ରାଜବଂଶର। ଖାଲି ନାଁଗୁଡ଼ିକୁ ଟିକେ ଦେଖନ୍ତୁ। କଳିଙ୍ଗ, ଉତ୍କଳ, ଉଡ୍ରଦେଶ, ମହାକାନ୍ତାର, ଏମିତି କେତେ କଣ? ଏଗୁଡ଼ାକ କ'ଣ ଖାଲି ଶବ୍ଦ? ନା, ବିଲକୁଲ ନୁହେଁ। ପ୍ରତ୍ୟେକଟି ନାଁ ପଛରେ ଗୋଟେ ପୂରା ଯୁଗର କାହାଣୀ ଅଛି। ଜଣେ ଜଣେ ଶାସକର କଥା ଅଛି, ଆଉ ଏଇ ମାଟିର ସଂସ୍କୃତିର ଗୋଟେ ଗୋଟେ ଅଲଗା ଅଧ୍ୟାୟ ଲୁଚି ରହିଛି। ତେବେ ଏ ଯାତ୍ରାର ଆରମ୍ଭ କେଉଁଠୁ କରିବା? ଚାଲନ୍ତୁ ଏକଦମ ମୂଳରୁ ଆରମ୍ଭ କରିବା। ଆମେ ଯେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରୁଛେ ତାର ଚେର କେଉଁଠି ଜାଣନ୍ତି? ସେଇଟା ଯାଇ ମିଶିଛି ଉଡ୍ର ଜନଜାତିଙ୍କ ସହିତ। ଏମାନେ ହିଁ ଥିଲେ ଏହି ମାଟିର ମୂଳ ବାସିନ୍ଦା, ଆଉ ଏଇଠୁ ହିଁ ଆମ ପରିଚୟର ପ୍ରଥମ ପରସ୍ତା ଆରମ୍ଭ ହୁଏ। କିନ୍ତୁ କାହାଣୀ କ'ଣ ଖାଲି ଜନଜାତି ଭିତରେ ସୀମିତ ରହିଲା? ନା, ଧୀରେ ଧୀରେ ଏହି ଅଞ୍ଚଳ ବଡ଼ ବଡ଼ ରାଜନୈତିକ ଶକ୍ତିଙ୍କ ନଜରକୁ ଆସିଲା, ଆଉ ତାପରେ ଆରମ୍ଭ ହେଲା ସାମ୍ରାଜ୍ୟର ଯୁଗ। ଏହି କ୍ଷେତ୍ରରେ ନନ୍ଦବଂଶର ରାଜାମାନେ ଥିଲେ ପ୍ରଥମ, ଯେଉଁମାନେ ଏହି ଭୂମିକୁ ଏକ ବହୁତ ବଡ଼ ସାମ୍ରାଜ୍ୟର ଅଂଶ କରିଦେଲେ। ଆଉ ଏଇଠୁ ଇତିହାସ ଏକ ନୂଆ ମୋଡ଼ ନେଲା। ଏହି ସମୟରେଖାକୁ ଦେଖିଲେ ଏହା ପାଖାପାଖି 700 ବର୍ଷର କାହାଣୀ କହୁଛି। ଦେଖନ୍ତୁ, ପ୍ରଥମେ ଆସିଲେ ନନ୍ଦ। ସେମାନେ ଏହାକୁ ଏକାଠି କଲେ। ତାପରେ ଆସିଲେ ମୌର୍ଯ୍ୟ, ଆଉ ଏହି ମାଟିକୁ ବନେଇଦେଲେ ଇତିହାସର ସବୁଠୁ ବଡ଼ ଯୁଦ୍ଧକ୍ଷେତ୍ର। ଏହାପରେ ଚେଦି ରାଜବଂଶ ଆସି ଏଠାକାର ଗୌରବକୁ ପୁଣିଥରେ ଫେରାଇ ଆଣିଲେ। ଆଉ ଶେଷରେ ଗୁପ୍ତମାନେ ଏକ ନୂଆ ପ୍ରଶାସନିକ ଢାଞ୍ଚା ତିଆରି କଲେ। ଆଉ ଏବେ ଆସନ୍ତୁ ସେହି ଘଟଣା ବିଷୟରେ କଥା ହେବା ଯାହା ଇତିହାସର ଗତିପଥ ବଦଳାଇ ଦେଇଥିଲା। ହଁ, କଳିଙ୍ଗ ଯୁଦ୍ଧ। ସମ୍ରାଟ ଅଶୋକଙ୍କ ଏହି ଯୁଦ୍ଧ ଖାଲି ଗୋଟେ ଯୁଦ୍ଧ ନଥିଲା, ଏହା ଗୋଟେ ଯୁଗକୁ ବଦଳାଇ ଦେଇଥିଲା। କହିବାକୁ ଗଲେ ଏମିତି ଏକ ଯୁଦ୍ଧ ଯାହା ଜଣେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ବଦଳେଇ ଦେଇଥିଲା। ଏହାର ପ୍ରଭାବ କେତେ ଗଭୀର ଥିଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଏତେ ବଡ଼ ରକ୍ତପାତ, ଏତେ ଧ୍ୱଂସ, ଆଉ ସେଇ ଧ୍ୱଂସ ଭିତରୁ ହିଁ କଳିଙ୍ଗ ନାଁଟା ଇତିହାସରେ ସବୁଦିନ ପାଇଁ ଅମର ହୋଇଗଲା। ଆଚ୍ଛା, ଗୁପ୍ତ ସାମ୍ରାଜ୍ୟ ପରେ କ'ଣ ହେଲା? ଯେତେବେଳେ କେନ୍ଦ୍ରୀୟ ଶକ୍ତି ଦୁର୍ବଳ ହୋଇଗଲା, ଏକାଠି ଥିବା କଳିଙ୍ଗ ଛୋଟ ଛୋଟ ଭାଗରେ ବାଣ୍ଟି ହୋଇଗଲା। ଆଉ ଏଇଟା ହିଁ ସୁଯୋଗ ଦେଲା ଅନେକ ନୂଆ ସ୍ଥାନୀୟ ରାଜବଂଶମାନଙ୍କୁ। ସେମାନେ ନିଜ ନିଜ ଅଞ୍ଚଳରେ ନିଜର ଶକ୍ତି ବଢ଼େଇଲେ ଆଉ ନୂଆ ପରିଚୟ ଗଢ଼ିଲେ। ତେବେ ଗୁପ୍ତ ଯୁଗ ପରେ ଆରମ୍ଭ ହେଲା ସ୍ଥାନୀୟ ରାଜବଂଶମାନଙ୍କର ସମୟ। ଦେଖନ୍ତୁ, ଶଳୋଦ୍ଭବମାନେ ଆସିଲେ, ଆଉ ସେମାନେ କଳା ଆଉ ସ୍ଥାପତ୍ୟ ଉପରେ ବହୁତ କାମ କଲେ। ତାପରେ ଭୌମକରମାନେ, ସେମାନେ ସମାଜକୁ ଆଗକୁ ନେବା ପାଇଁ ଏକ ନୂଆ ରାସ୍ତା ଦେଖାଇଲେ। ଆଉ ଶେଷରେ ସୋମବଂଶୀମାନେ, ଯେଉଁମାନେ ଆମର ହିଁ ମନ୍ଦିରମାଳିନୀ ରାଜ୍ୟର ମୂଳ ଦୁଆ ପକାଇଥିଲେ। ମାନେ ପ୍ରତ୍ୟେକେ ଏହି ମାଟିର ପରିଚୟକୁ ଆହୁରି ସମୃଦ୍ଧ କରିଦେଲେ। ଆଉ ଏ ଭୌମକର ରାଜବଂଶର ଗୋଟେ ବହୁତ ଖାସ୍ କଥା ଥିଲା, କ'ଣ ଜାଣନ୍ତି? ସେହି ସମୟରେ ଏହି ରାଜବଂଶରେ ଅନେକ ମହିଳା ଶାସିକା ଥିଲେ। ଭାବି ପାରୁଛନ୍ତି? ଏଟା ଖାଲି ଗୋଟେ ତଥ୍ୟ ନୁହେଁ, ଏହା ପ୍ରମାଣ କରେ ଯେ ସେହି ଯୁଗରେ ଚିନ୍ତାଧାରା କେତେ ଆଗୁଆ ଥିଲା। ଏହି କଥାଟା ହିଁ ଆମ ଇତିହାସକୁ ବହୁତ ସ୍ୱତନ୍ତ୍ର କରିଦିଏ। ହଁ, ତେବେ ପ୍ରାଚୀନ ଓଡ଼ିଶାର ଇତିହାସର ଏହି ଲମ୍ବା ଯାତ୍ରାରେ ସୋମବଂଶୀମାନେ ଥିଲେ ଶେଷ ବଡ଼ ଶକ୍ତି। ସେମାନଙ୍କ ଶାସନର ଶେଷ ହେବା ସହିତ ପ୍ରାଚୀନ ଯୁଗ ବି ଶେଷ ହେଲା, ଆଉ ଆରମ୍ଭ ହେଲା ମଧ୍ୟଯୁଗ। ଆଚ୍ଛା, ଏତେ ସବୁ ତ ଜାଣିଲେ, ଏବେ ଚାଲନ୍ତୁ ଦେଖିବା ଏହି ପୂରା ଇତିହାସ ଆମର ସେହି ପ୍ରଥମ ପ୍ରଶ୍ନର ଉତ୍ତର କେମିତି ଦେଉଛି। ତେବେ ଏବେ ଆସିଲା ସବୁଠୁ ମଜାଦାର ଅଂଶ। ଏଠାରେ ଆମେ ସବୁ ଐତିହାସିକ ସୂତ୍ରକୁ ଏକାଠି ଯୋଡ଼ିବା ଆଉ ଆମର ସେହି ପ୍ରଥମ ପ୍ରଶ୍ନର ଉତ୍ତର ଖୋଜିବା। ଏବେ ଦେଖନ୍ତୁ, ପୂରା ଚିତ୍ରଟା କେମିତି ସ୍ପଷ୍ଟ ହୋଇଯାଉଛି। କଳିଙ୍ଗ ନାଁ ଆସିଛି ଜଣେ ପୌରାଣିକ ରାଜକୁମାରଙ୍କଠାରୁ। ଉତ୍କଳ ଆଉ ଦକ୍ଷିଣ କୁଶଳର କଥା ମହାଭାରତ ଆଉ ରାମାୟଣରେ ବି ଅଛି। ଓଡ୍ର ନାଁ ଆମକୁ ମନେ ପକାଇଦିଏ ସେହି ମୂଳ ଜନଜାତିଙ୍କ କଥା। ଆଉ ମହାକାନ୍ତାର, ସେଇଟା ଥିଲା ଗୁପ୍ତ ଯୁଗରେ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳର ନାଁ। ଦେଖିଲେ ତ, ପ୍ରତ୍ୟେକ ନାଁ ପଛରେ କେମିତି ଗୋଟେ ଗୋଟେ କାହାଣୀ ଯୋଡ଼ି ହୋଇ ରହିଛି। ତେବେ ଏଥିରୁ କ'ଣ ବୁଝାପଡ଼ିଲା? ଏ ଯେଉଁ ଏତେଗୁଡ଼େ ନାଁ, ଏଗୁଡ଼ାକ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଏଗୁଡ଼ାକ ହିଁ ଆମ ସମୃଦ୍ଧ ଇତିହାସର ପ୍ରମାଣ। ପ୍ରତ୍ୟେକ ନାଁକୁ ଇତିହାସ ବହିର ଗୋଟିଏ ଗୋଟିଏ ପୃଷ୍ଠା ବୋଲି ଭାବି ନିଅନ୍ତୁ। ଗୋଟେ ପୃଷ୍ଠାରେ ଜନଜାତିର କଥା, ଆଉ ଗୋଟେ ପୃଷ୍ଠାରେ ସାମ୍ରାଜ୍ୟର କାହାଣୀ। ଆଉ ଏମିତି ସବୁ ପୃଷ୍ଠା ମିଶିଲେ ହିଁ ତିଆରି ହୁଏ ଓଡ଼ିଶାର ସମ୍ପୂର୍ଣ୍ଣ ଇତିହାସ। ଶେଷରେ ଏହି ସବୁ ଆଲୋଚନା ଆମକୁ ଗୋଟେ ବଡ଼ ପ୍ରଶ୍ନ ପାଖରେ ଆଣି ଛାଡ଼ି ଦେଉଛି। ଗୋଟିଏ ଜାଗାର ଇତିହାସ ତାର ନାଁ ଭିତରେ କେମିତି ସବୁଦିନ ପାଇଁ ବଞ୍ଚି ରହେ?
ଏହା ଟିକେ ଭାବିବାର କଥା ନୁହେଁ କି? ଖାଲି ଓଡ଼ିଶା କାହିଁକି, ଆମ ଚାରିପାଖରେ ଥିବା ସବୁ ସ୍ଥାନର ନାଁ ପଛରେ ବି ତ ଏମିତି କିଛି ନା କିଛି କାହାଣୀ ଆପଣମାନଙ୍କୁ ସ୍ୱାଗତ। ଆପଣ କେବେ ଭାବିଛନ୍ତି ଆମ ରାଜ୍ୟ ଓଡ଼ିଶାର ଏତେଗୁଡ଼ିଏ ନାଁ କେମିତି ହେଲା? ହଁ, ଏହାର ଇତିହାସ ଠିକ୍ ତାର ନାଁ ଭଳି ରଙ୍ଗୀନ ଓ ରହସ୍ୟମୟ। ତେବେ ଚାଲନ୍ତୁ ଆଜି ଆମେ ସେଇ ଇତିହାସର ପୃଷ୍ଠା ଓଲଟାଇବା ଆଉ ଏହି ରହସ୍ୟର ପର୍ଦ୍ଦାଫାଶ କରିବା। ପ୍ରଶ୍ନଟା ବହୁତ ସିଧା। ଜାଗା ଗୋଟିଏ, ହେଲେ ନାଁ ଏତେଗୁଡ଼ାଏ କାହିଁକି? କଳିଙ୍ଗ, ଉତ୍କଳ, ଓଡ୍ର, ଆହୁରି କେତେ କ'ଣ? ଏହା ଗୋଟେ ବଡ଼ ପଜଲ ଭଳି ଲାଗୁଛି, ନୁହେଁ କି? ଆସନ୍ତୁ ଏହି ଆଲୋଚନାରେ ଆମେ ସମସ୍ତେ ମିଶି ଏହି ଐତିହାସିକ ରହସ୍ୟକୁ ସମାଧାନ କରିବା। ଠିକ୍ ଅଛି, ଆମର ଖୋଜାଖୋଜି ଆମେ ସେଇଠୁ ଆରମ୍ଭ କରିବା ଯେଉଁଠି ଆମକୁ ସବୁଠୁ ପୁରୁଣା କିଛି ସୂଚନା ମିଳେ, ଆଉ ସେଇଟା ହେଉଛି ଆମର ପ୍ରସିଦ୍ଧ ମହାକାବ୍ୟ ମହାଭାରତ ଆଉ ରାମାୟଣ। ତେବେ ମହାକାବ୍ୟରେ ଆମକୁ ମୁଖ୍ୟତଃ ଏହି ତିନୋଟି ନାଁ ମିଳେ: କଳିଙ୍ଗ, ଉତ୍କଳ ଆଉ ଦକ୍ଷିଣ କୌଶଳ। ଆଉ ଜାଣିଛନ୍ତି, ପ୍ରତ୍ୟେକ ନାଁ ପଛରେ ଗୋଟେ ଗୋଟେ କାହାଣୀ ଲୁଚି ରହିଛି। ଆଚ୍ଛା, ଏବେ ଦେଖନ୍ତୁ କଳିଙ୍ଗ ଆଉ ଉତ୍କଳ ଭିତରେ ସମ୍ପର୍କ କ'ଣ? କୁହାଯାଏ ଯେ କଳିଙ୍ଗ ନାଁଟି ରାଜକୁମାର କଳିଙ୍ଗଙ୍କ ନାଁରୁ ଆସିଥିଲା, ଆଉ ଉତ୍କଳକୁ କଳିଙ୍ଗ ରାଜ୍ୟର ହିଁ ଉତ୍ତର ଭାଗ ବୋଲି ଧରାଯାଉଥିଲା। ଏମିତିକି ମହାଭାରତରେ କର୍ଣ୍ଣ ଉତ୍କଳକୁ ଜିତିଥିବାର ବର୍ଣ୍ଣନା ବି ଅଛି। ଆଉ କଥାଟା ଖାଲି ମହାଭାରତରେ ସୀମିତ ନାହିଁ, ରାମାୟଣରେ ବି ଆମକୁ ସୂଚନା ମିଳେ। ସେଥିରେ ଲେଖା ଅଛି ଯେ ଭଗବାନ ରାମଙ୍କ ପୁଅ କୁଶ ଦକ୍ଷିଣ କୋଶଳରେ ରାଜୁତି କରୁଥିଲେ। ଆଉ ଏହି ଦକ୍ଷିଣ କୋଶଳ ଆଉ କେଉଁଠି ନୁହେଁ, ଆମ ଆଜିର ପଶ୍ଚିମ ଓଡ଼ିଶା ଆଉ ଛତିଶଗଡ଼ର କିଛି ଅଂଶ। ଠିକ୍ ଅଛି, ଏବେ ତ ମହାକାବ୍ୟ କଥା ହେଲା। ଚାଲନ୍ତୁ ଏବେ ଟିକେ ଭୂଗୋଳ ଆଉ ପ୍ରତ୍ନତତ୍ତ୍ୱ ଆଡ଼କୁ ଯିବା। ମାନଚିତ୍ରକୁ ଦେଖି ବୁଝିବାକୁ ଚେଷ୍ଟା କରିବା ଯେ ଏହି ରାଜ୍ୟଗୁଡ଼ିକ ପ୍ରକୃତରେ କେଉଁଠି ଥିଲା। ଆଉ ଗୋଟେ ନାଁ ହେଲା ମହାକାନ୍ତାରା। ନାଁଟା ଶୁଣିଲେ ହିଁ ଜଣାପଡ଼ୁଛି, ମହା ମାନେ ବିଶାଳ ଆଉ କାନ୍ତାରା ମାନେ ଜଙ୍ଗଲ। ଗୁପ୍ତ ସମୟରେ ଆମ ଆଧୁନିକ କଳାହାଣ୍ଡି ଆଉ ଜୟପୁର ଅଞ୍ଚଳକୁ ଏହି ନାଁରେ ଡକାଯାଉଥିଲା, କାରଣ ଏହି ଅଞ୍ଚଳ ବହୁତ ଘଞ୍ଚ ଜଙ୍ଗଲରେ ଭରା ଥିଲା। ଏଇଟା ବହୁତ ମଜାଦାର କଥା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଗୋଟିଏ ଛୋଟ ତାମ୍ରଫଳକ କେମିତି ଗୋଟେ ପୂରା ଅଞ୍ଚଳର ଇତିହାସକୁ ସାଇତି ରଖିପାରେ। ଗଞ୍ଜାମ ଜିଲ୍ଲାରୁ ମିଳିଥିବା ଏମିତି ଗୋଟେ ତାମ୍ରଫଳକରୁ ହିଁ କୋଙ୍ଗୋଦ ନାଁ ବିଷୟରେ ଜଣାପଡ଼ିଥିଲା। ଏବେ ଆସିବା ତୋଷାଳୀ କଥାକୁ। ସମ୍ରାଟ ଅଶୋକଙ୍କ ସମୟରେ କଳିଙ୍ଗର ଏକ ମୁଖ୍ୟ ପ୍ରଶାସନିକ କେନ୍ଦ୍ର ଥିଲା ତୋଷାଳୀ। ଆଉ ଜାଣିଛନ୍ତି ୟାର ରାଜଧାନୀ କେଉଁଠି ଥିଲା? ଆମର ଭୁବନେଶ୍ୱର ପାଖ ଧଉଳିରେ। ଆଉ ସବୁଠୁ ମଜାଦାର କଥା ହେଲା, କେତେବେଳେ କେତେବେଳେ ଏଇ ଛୋଟ ଛୋଟ ରାଜ୍ୟଗୁଡ଼ିକୁ ମିଶେଇକି ଗୋଟେ ବଡ଼ ନାଁ ଦିଆଯାଉଥିଲା, ଯେମିତିକି ତ୍ରିକଳିଙ୍ଗ। ଏହାର ସିଧାସଳଖ ଅର୍ଥ ହେଲା ତିନୋଟି କଳିଙ୍ଗ। ଆଉ ଏଥିରେ କଳିଙ୍ଗ, ଦକ୍ଷିଣ କୌଶଳ ଆଉ କୋଙ୍ଗୋଦ ଏଇ ତିନିଟା ଯାକ ଅଞ୍ଚଳ ସାମିଲ ଥିଲା। କାହାଣୀ ଏତିକିରେ ସରୁନି, ଆମର ଖୋଜ ଜାରି ରହିଛି, କାରଣ ଏହାପରେ ବିଭିନ୍ନ ଧାର୍ମିକ ଆଉ ପଣ୍ଡିତମାନଙ୍କ ଗ୍ରନ୍ଥରୁ ଆମକୁ ଆହୁରି କିଛି ନୂଆ ନାଁ ବିଷୟରେ ଜାଣିବାକୁ ମିଳେ। ଯେମିତିକି ବୌଦ୍ଧ ସାହିତ୍ୟକୁ ଦେଖନ୍ତୁ, ଏଥିରେ ଏହି ଅଞ୍ଚଳ ପାଇଁ ଓଡିଆନ୍ ଆଉ ଓଡିବିଶା ଭଳି ନାଁ ବ୍ୟବହାର କରାଯାଇଛି। ଗୋଟେ କଥା ଲକ୍ଷ୍ୟ କରନ୍ତୁ, ଏହି ନାଁଗୁଡ଼ିକ ଆମ ଆଜିର ଓଡ଼ିଶା ନାଁ ସହିତ କେତେ ମିଶୁଛି। ଏମିତିକି ପରବର୍ତ୍ତୀ ସମୟରେ ବାହାର ଦେଶର ଐତିହାସିକମାନେ ବି ଏହି ଅଞ୍ଚଳ ବିଷୟରେ ଲେଖିଛନ୍ତି। ଯେମିତିକି ତାରିଖ ଇ ଫିରୋଜ ସାହି ଭଳି ପାର୍ସି ଗ୍ରନ୍ଥରେ ଓଡ଼ିଶା ପାଇଁ ଯାଜନଗର ନାଁର ବ୍ୟବହାର କରାଯାଇଛି। ଏଥିରୁ ଏହି ଅଞ୍ଚଳର ଗୁରୁତ୍ୱ ସ୍ପଷ୍ଟ ଜଣାପଡ଼େ। ଚାଲନ୍ତୁ ଏବେ ଆମ ଆଲୋଚନାର ଶେଷ ପର୍ଯ୍ୟାୟକୁ ଯିବା। ଏତେ ସବୁ ସୂତ୍ରକୁ ଯୋଡ଼ି ଦେଖିବା ଯେ ଆମେ ଆଜି ବ୍ୟବହାର କରୁଥିବା ଓଡ଼ିଶା ନାଁ ପାଖରେ କେମିତି ପହଞ୍ଚିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ଯାତ୍ରାଟା କେମିତି ଥିଲା। ଦେଖନ୍ତୁ, ସବୁକିଛି ଆରମ୍ଭ ହୋଇଥିଲା ଓଡ୍ରା ନାମକ ଏକ ପ୍ରାଚୀନ ଜନଜାତିରୁ। ତାପରେ ସେଇଠୁ ଆସିଲା ଉପକୂଳବର୍ତ୍ତୀ ଉଡ୍ର ରାଜ୍ୟ। ସମୟ ସହିତ ଏହି ନାଁ ବଦଳି ଓଡିଭିସିଆ ହେଲା, ଆଉ ଶେଷରେ ଆମେ ପାଇଲେ ଆମର ଆଧୁନିକ ନାଁ ଓଡ଼ିଶା। ଦେଖିଲେ ତ, ଆମେ ଏଇ କମ୍ ସମୟ ଭିତରେ ଗୋଟିଏ ଜାଗାର 13ରୁ ବି ଅଧିକ ଐତିହାସିକ ନାଁ ବିଷୟରେ ଜାଣିଲେ। ପ୍ରତ୍ୟେକ ନାଁ ପଛରେ ଗୋଟେ ଗୋଟେ ଇତିହାସର ସୂତ୍ର ଲୁଚି ରହିଛି। ହେଲେ ପ୍ରଶ୍ନ ଉଠୁଛି, ଏତେଗୁଡ଼ାଏ ନାଁ କାହିଁକି? କାରଣଟା ବହୁତ ସରଳ। ପ୍ରତ୍ୟେକ ନାଁ ଇତିହାସର ଗୋଟେ ଗୋଟେ ଫଟୋ ଭଳି। କିଛି ନା ସମୟ ବଦଳିବା ସହ ବଦଳିଗଲା, କିଛି ନା ନୂଆ ରାଜବଂଶ ଦ୍ୱାରା ଦିଆଗଲା, ଆଉ କିଛି ଭୌଗୋଳିକ କାରଣରୁ ବା ମହାକାବ୍ୟ କାହାଣୀରୁ ଆସିଲା। ଏସବୁ ମିଶି ଆମର ଏହି ସମୃଦ୍ଧ ଇତିହାସ ତିଆରି ହୋଇଛି। ଆଜିର ଆଲୋଚନାକୁ ଏଠି ଶେଷ କରିବା ଆଗରୁ ଗୋଟେ କଥା ଭାବିବା, ଯଦି ଗୋଟିଏ ସ୍ଥାନର ନାଁ ଭିତରେ ଏତେ ଇତିହାସ ଲୁଚି ରହିପାରେ, ତେବେ ଆମ ଚାରିପାଖରେ ଥିବା ଗାଁ, ସହର, ନଈର ନାଁ ପଛରେ ଆଉ କେତେ କାହାଣୀ ଲୁଚିଥିବ। ଟିକେ କୌତୂହଳୀ ହୋଇ ଖୋଜିବାକୁ ଚେଷ୍ଟା କରିବା। ଧନ୍ୟବାଦ। ନମସ୍କାର। ଆଚ୍ଛା, କେବେ ଭାବିଛନ୍ତି ଆମେ ଯେଉଁ ଓଡ଼ିଶାର ଏତେ ପୁରୁଣା ଇତିହାସ କଥା ପଢ଼ୁଛେ, ଏଇ ଯେଉଁ ରାଜା ମହାରାଜାଙ୍କ କାହାଣୀ, ବଡ଼ ବଡ଼ ଯୁଦ୍ଧ ଆଉ ସେ ବିଶାଳ ମନ୍ଦିରର କଥା, ଏସବୁ ଆସିଲା କେଉଁଠୁ?
କିଏ ଆଉ କେମିତି ଏସବୁକୁ ଲେଖିଲା ଏଇଟା ଗୋଟେ ବଡ଼ ରହସ୍ୟ ଭଳି ଲାଗେ ନୁହେଁ କି? ତେବେ ଚାଲନ୍ତୁ ଆଜି ସେଇ ରହସ୍ୟର ସମାଧାନ କରିବା। ତେବେ ମୂଳ କଥା ହେଲା ଇତିହାସକୁ କେମିତି ଲେଖାଯାଏ। ଦେଖନ୍ତୁ, ଏଇଟା କିଛି ଖାଲି ତାରିଖ ଆଉ ଘଟଣାର ଲିଷ୍ଟ ନୁହେଁ। ଏହା ଏକ ପ୍ରକାରର ଗୋଟେ ଜାସୁସି କାମ ଭଳି, ଯୋଉଠି ଅନେକ ଛୋଟ ଛୋଟ ସୁରାଖକୁ ଯୋଡ଼ି ଯୋଡ଼ି ଗୋଟେ ବଡ଼ କାହାଣୀ ତିଆରି କରାଯାଏ। ଆଉ ଆଜି ଆମେ ସେଇ ସୁରାଖଗୁଡ଼ିକ ବିଷୟରେ ହିଁ କଥା ହେବା। ଠିକ୍ ଅଛି, ତେବେ ଆମର ଏହି ତଦନ୍ତ ପାଇଁ ଯୋଜନା କ'ଣ? ଆମେ ବ୍ୟବହାର କରିବା ଐତିହାସିକମାନଙ୍କ ଟୁଲ୍ କିଟ୍। ପ୍ରଥମେ ଆମେ ଦେଖିବା ପ୍ରାଚୀନ ଗ୍ରନ୍ଥରେ ଥିବା ସୁରାଖ, ତାପରେ ମାଟି ତଳୁ କାହାଣୀ ଖୋଜି ବାହାର କରିବା, ଏହାପରେ ପଥର ଆଉ ଧାତୁ ଉପରେ ଲେଖାଥିବା ସନ୍ଦେଶକୁ ପଢ଼ିବା, ଆଉ ତାପରେ ମନ୍ଦିର ଆଉ ପୁରୁଣା ଡକ୍ୟୁମେଣ୍ଟସରୁ ସେ ସମୟର ବିଶ୍ୱାସକୁ ବୁଝିବା। ଶେଷରେ ଏସବୁକୁ ମିଶାଇ ଦେଖିବା ପୁରା ଛବିଟା କେମିତି ଦେଖାଯାଉଛି। ତେବେ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଟୁଲ୍ରୁ, ଯାହାକି ହେଉଛି ପ୍ରାଚୀନ ଗ୍ରନ୍ଥ। ଭାବିନିଅନ୍ତୁ, ଇତିହାସର ପୁରା କାହାଣୀଟା ଏହି ଲେଖାଗୁଡ଼ିକ ଉପରେ ହିଁ ଠିଆ ହୋଇଛି। ଏଗୁଡ଼ିକ ହିଁ ମୂଳଦୁଆ। ତେବେ ଆସନ୍ତୁ ଦେଖିବା ଏ ପୁରୁଣା ବହିଗୁଡ଼ିକ ଆମକୁ କ'ଣ ସବୁ କହୁଛି। ଆମର ସବୁଠୁ ପୁରୁଣା କାହାଣୀ ଜାଣିଛନ୍ତି କେଉଁଠୁ ଆସେ? ଆମ ନିଜର ମହାକାବ୍ୟ ଆଉ ପୁରାଣରୁ। ମହାଭାରତରେ, ସେହି ମହାଭାରତରେ ପ୍ରଥମ ଥର ପାଇଁ କଳିଙ୍ଗ ଆଉ ଓଡ୍ରର ନାଁ ଆସିଥିଲା। ଏପରିକି ଆମ ପବିତ୍ର ବୈତରଣୀ ନଦୀ କଥା ବି ଲେଖା ଅଛି। ସେହିପରି ମତ୍ସ୍ୟ, ବିଷ୍ଣୁ ପୁରାଣ ଭଳି ଗ୍ରନ୍ଥରେ ଏଠାକାର କିମ୍ବଦନ୍ତୀ ରାଜାମାନଙ୍କ ବିଷୟରେ ବର୍ଣ୍ଣନା ମିଳେ। ଆଉ କେବଳ ଏତିକି ନୁହେଁ, ଜୈନ ଆଉ ବୌଦ୍ଧ ଧର୍ମ ଗ୍ରନ୍ଥରୁ ସେ ସମୟର ଲୋକମାନେ କେମିତି ରହୁଥିଲେ, ତାଙ୍କ ସଂସ୍କୃତି କ'ଣ ଥିଲା, ସେସବୁ ଜାଣିହୁଏ। ଏପରିକି ଚାଣକ୍ୟଙ୍କର ଅର୍ଥଶାସ୍ତ୍ର, ସେଥିରୁ ବି ସେତେବେଳର ରାଜନୀତି ଆଉ ଶାସନ ବ୍ୟବସ୍ଥା ବିଷୟରେ ଜବରଦସ୍ତ ସୂଚନା ମିଳେ। ହେଲେ ସବୁଠୁ ମଜାଦାର କଥା କ'ଣ ଜାଣିଛନ୍ତି? ନିଜ ଦେଶର ଲୋକ ତ ଲେଖିଲେ, କିନ୍ତୁ ବାହାରୁ ଆସିଥିବା ଲୋକମାନଙ୍କ ଆଖିରେ ଆମ ଓଡ଼ିଶା କେମିତି ଥିଲା ଦେଖନ୍ତୁ। ଗ୍ରୀକ୍ ଐତିହାସିକ ମେଗାସ୍ଥିନିସ୍ ତାଙ୍କ ଲେଖାରେ ଗ୍ୟାଙ୍ଗେଟିକ୍ କଳିଙ୍ଗ ବିଷୟରେ କହିଥିଲେ। ଆଉ ଜଣେ ଗ୍ରୀକ୍ ଐତିହାସିକ ପ୍ଲିନି, ସେ ତ କଳିଙ୍ଗକୁ 3 ଭାଗରେ ବାଣ୍ଟି ଦେଇଥିଲେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦେଇଛନ୍ତି ଚୀନରୁ ଆସିଥିବା ପରିବ୍ରାଜକ ହୁଏନ୍ସାଂ। ସେ 638 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଏଠିକି ଆସିଥିଲେ, ସେ ନିଜ ବହି ସିୟୁକିରେ ଏହି ଜାଗାକୁ ୱୁଚା ବୋଲି ଲେଖିଥିଲେ, ଯାହାର ଅର୍ଥ ହେଉଛି ଓଡ୍ର। କେତେ ଆଶ୍ଚର୍ଯ୍ୟକର କଥା ନୁହେଁ? ବହିପତ୍ର କଥା ତ ବହୁତ ହେଲା। ଏବେ ଚାଲନ୍ତୁ ସିଧା ମାଟି ତଳକୁ ଯିବା। ପ୍ରତ୍ନତତ୍ତ୍ୱ ବା ଆର୍କିଓଲୋଜିକୁ ଆପଣ ଇତିହାସର ଫରେନ୍ସିକ୍ ସାଇନ୍ସ ବୋଲି କହିପାରିବେ, କାରଣ ଏହା ଆମକୁ ସେହି ଲୋକମାନଙ୍କର କାହାଣୀ ଶୁଣାଏ ଯେଉଁମାନେ ହୁଏତ କିଛି ଲେଖିକି ଯାଇନାହାନ୍ତି, କିନ୍ତୁ ତାଙ୍କର ଚିହ୍ନ ଛାଡ଼ି ଯାଇଛନ୍ତି। ଆଉ ଏହି ମାଟି ତଳର କାହାଣୀ ଆମକୁ ବହୁତ ପଛକୁ ନେଇଯାଏ, ଏକଦମ ପ୍ରାଗୈତିହାସିକ ଯୁଗକୁ। ଭାବିପାରୁଛନ୍ତି, ଯେତେବେଳେ ମୟୂରଭଞ୍ଜ, କେନ୍ଦୁଝଡ଼ ଆଉ ସୁନ୍ଦରଗଡ଼ରେ ମଣିଷ ବ୍ୟବହାର କରୁଥିବା ପ୍ରଥମ ପଥରର ହତିଆର ମିଳିଥିଲା। ଏହାପରେ ଆହୁରି ଆଗକୁ ଗଲେ କଳାହାଣ୍ଡିର ଗୋଡ଼ାହାଣ୍ଡି ପାହାଡ଼ର ପଥର ଉପରେ ଖୋଦାଯାଇଥିବା କଳା, ଆଉ ଖରିଆଡ଼ ପାଖ ଯୋଗୀମଠରେ ଗୁମ୍ଫା ଭିତରେ ଚିତ୍ର। ଏସବୁ କ'ଣ କହୁଛି? ଏଇଟା ପ୍ରମାଣ କରୁଛି ଯେ ଏହି ମାଟିରେ ସଭ୍ୟତାର ଚେର ବହୁତ ବହୁତ ଗଭୀର। କିଛି ଜାଗା ତ ଏମିତି ଅଛି ଯେଉଁଠି ମାଟି ଖୋଳିଲେ ସିଧା ଇତିହାସର ଗୋଟେ ପୃଷ୍ଠା ଖୋଲିଯାଏ, ଯେମିତିକି ଧଉଳି ଆଉ ଜଉଗଡ଼। ଏଠି ମିଳିଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖ, ସେଗୁଡ଼ିକ ଖାଲି ପଥର ନୁହେଁ, ସେଗୁଡ଼ିକ ହେଉଛି ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର ସରକାରୀ ଘୋଷଣାପତ୍ର, ସିଧାସଳଖ ରାଜାଙ୍କର ଆଦେଶ। ଠିକ୍ ସେହିପରି ଆମ ଭୁବନେଶ୍ୱର ପାଖରେ ଥିବା ଉଦୟଗିରି ଆଉ ଖଣ୍ଡଗିରି, ସେ ଗୁମ୍ଫାଗୁଡ଼ିକ ଆମକୁ 2000 ବର୍ଷରୁ ବି ଅଧିକ ପୁରୁଣା ଜୈନ ସାଧୁମାନଙ୍କର ଜୀବନଶୈଳୀର ଗୋଟେ ଝଲକ ଦେଖାଏ। ଓ ଓଡ଼ିଶାର ପ୍ରତ୍ନତତ୍ତ୍ୱ କଥା କହିବା ଆଉ ହୀରକ ତ୍ରିଭୁଜ କଥା ନ କହିବା ଏମିତି ହୋଇପାରିବନି। ରତ୍ନଗିରି, ଉଦୟଗିରି ଆଉ ଲଳିତଗିରି, କେବଳ କଳ୍ପନା କରନ୍ତୁ ଏହି ଜାଗାଗୁଡ଼ିକ ଦିନେ ବୌଦ୍ଧ ଧର୍ମ, ଜ୍ଞାନ ଆଉ ଆଧ୍ୟାତ୍ମିକତାର କେତେ ବଡ଼ କେନ୍ଦ୍ର ଥିଲା। ଏଠାରୁ ମିଳିଥିବା ବିଶାଳ ବୌଦ୍ଧ ମଠ, ସ୍ତୂପ ଆଉ ସେହି ପ୍ରସିଦ୍ଧ ଶ୍ରୀ ମାଧବପୁରମ୍ ମହାବିହାରର ଭଗ୍ନାବଶେଷ, ଏସବୁ ଆମକୁ ସେହି ଗୌରବମୟ ଅତୀତର କାହାଣୀ ଶୁଣାଏ, ଯେତେବେଳେ ଓଡ଼ିଶା ଥିଲା ବୌଦ୍ଧ ଧର୍ମର ଏକ ପ୍ରମୁଖ ପୀଠ। ଆଚ୍ଛା, ଆମ ତଦନ୍ତରେ ଏବେ ଆଗକୁ ବଢ଼ିବା। ଚାଲନ୍ତୁ ଏବେ ଦେଖିବା ଆମର ପରବର୍ତ୍ତୀ ସୁରାଗ। ଏଗୁଡ଼ିକ ହେଉଛି ପଥର ଆଉ ଧାତୁରେ ଲେଖାଥିବା ସନ୍ଦେଶ। ଏଗୁଡ଼ିକୁ ଆପଣ ସେହି ସମୟର ଅଫିସିଆଲ ଡକୁମେଣ୍ଟସ୍ ବୋଲି ଧରିପାରିବେ, ମାନେ ଶିଳାଲେଖ ଆଉ ମୁଦ୍ରା, ଯାହା ଆମକୁ ସିଧାସଳଖ ସେତେବେଳର ଶାସନ ଆଉ ଅର୍ଥନୀତି ବିଷୟରେ କହିଥାଏ। ତେବେ ଏ ଦୁଇଟା ଭିତରେ ଫରକ କ'ଣ? ଦେଖନ୍ତୁ, ଗୋଟେ ପଟେ ଅଛି ଶିଳାଲେଖ, ଯାହାକୁ ପଥର, ତମ୍ବାପଟା କିମ୍ବା ମନ୍ଦିର କାନ୍ଥରେ ଖୋଦା ଯାଉଥିଲା। ଏଥିରୁ ଆମକୁ ଶାସନ, ରାଜାଙ୍କ ଆଦେଶ ଆଉ ଆଇନକାନୁନ ବିଷୟରେ ଜଣାପଡ଼େ, ଯେମିତିକି ଖାରବେଳଙ୍କର ହାତୀଗୁମ୍ଫା ଶିଳାଲେଖ।
ଆଉ ଅନ୍ୟପଟେ ଅଛି ମୁଦ୍ରା ମାନେ କଏନ୍ସ। ଏଗୁଡ଼ିକ ଆମକୁ ସେତେବେଳର ବାଣିଜ୍ୟ, ଲୋକଙ୍କ ଆର୍ଥିକ ଅବସ୍ଥା, ଏପରିକି ସେମାନେ କେଉଁ ଧାତୁ ବ୍ୟବହାର କରୁଥିଲେ ସେ ବିଷୟରେ ବି ସୂଚନା ଦିଏ। ଓଡ଼ିଶାର ମାଟି ତଳୁ ମିଳିଥିବା ଏହି ଛୋଟ ଛୋଟ ମୁଦ୍ରାଗୁଡ଼ିକ, ସତ କହିବାକୁ ଗଲେ ଏଗୁଡ଼ିକ ଗୋଟେ ଗୋଟେ ଟାଇମ୍ କ୍ୟାପସ୍ୟୁଲ୍। ସବୁଠୁ ପୁରୁଣା ହେଲା ପଞ୍ଚ ମାର୍କଡ କଏନ୍ ବା ଆହତ ମୁଦ୍ରା। ଏଗୁଡ଼ିକର କିଛି ଠିକ୍ ଆକାର ନଥାଏ, ଆଉ ତା ଉପରେ ସୂର୍ଯ୍ୟ, ପଶୁପକ୍ଷୀଙ୍କର ଚିହ୍ନ ଥାଏ। ତାପରେ ଆସିଲା ପୁରୀ କୁଷାଣ ମୁଦ୍ରା, ଯାହାକି କୁଷାଣ ରାଜାଙ୍କ ମୁଦ୍ରାର ନକଲ ଥିଲା। ଆଉ ଯେତେବେଳେ ଗୁପ୍ତ ଯୁଗର ସୁନା ମୁଦ୍ରା ମିଳେ, ସେତେବେଳେ ଜଣାପଡ଼େ ଯେ ସେହି ସମୟରେ ବାଣିଜ୍ୟ କେତେ ସମୃଦ୍ଧ ଥିଲା। ତେଣୁ ପ୍ରତ୍ୟେକ ମୁଦ୍ରା ଗୋଟିଏ ନିର୍ଦ୍ଦିଷ୍ଟ ଯୁଗର କାହାଣୀ କୁହେ। ଆମ ତଦନ୍ତ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ। ଏବେ ଆମେ ଦେଖିବା ସେହି ସୁରାକଗୁଡ଼ିକୁ, ଯାହା ଆମକୁ ସେହି ସମୟର ଲୋକଙ୍କ ବିଶ୍ୱାସ ଆଉ ସଂସ୍କୃତି ବିଷୟରେ କହିବ। ଆଉ ଏଥିପାଇଁ ଆମେ ଦେଖିବା ସ୍ଥାପତ୍ୟ ମାନେ ମନ୍ଦିର ଆଉ ଆଧୁନିକ ଅଭିଲେଖାଗାରରେ ଥିବା ରେକର୍ଡସ୍। ଆମେ ଯେତେବେଳେ ମନ୍ଦିରକୁ ଯାଉ, ସାଧାରଣତଃ ପୂଜାପାଠ ପାଇଁ ଯାଉ। କିନ୍ତୁ କେବେ ଭାବିଛନ୍ତି ଏହି ମନ୍ଦିରଗୁଡ଼ିକ ପ୍ରକୃତରେ ପଥରରେ ଲେଖା ହୋଇଥିବା ଇତିହାସ ବହି? ଖ୍ରୀଷ୍ଟାବ୍ଦ 6ଠ-7ମ ଶତାବ୍ଦୀରେ ଯେଉଁ କଳିଙ୍ଗ ଶୈଳୀର ମନ୍ଦିର ସ୍ଥାପତ୍ୟ ଆରମ୍ଭ ହେଲା, ତାହା ପୂରା ଅଲଗା। ଆଉ ଲିଙ୍ଗରାଜ ମନ୍ଦିର ହେଉ କିମ୍ବା ଜଗନ୍ନାଥ ମନ୍ଦିର, ଏହାର କାନ୍ଥରେ ଥିବା ମୂର୍ତ୍ତିଗୁଡ଼ିକୁ ଟିକେ ଭଲ ଭାବରେ ଦେଖିବେ। ସେଥିରେ ଆପଣଙ୍କୁ ସେହି ସମୟର ଧାର୍ମିକ କାହାଣୀ ସହିତ ସାଧାରଣ ଲୋକଙ୍କ ଜୀବନର ଛବି ବି ଦେଖିବାକୁ ମିଳିବ। ପ୍ରାଚୀନ ଇତିହାସ କଥା ତ ଜାଣିଲେ, କିନ୍ତୁ ଟିକେ ପାଖ ସମୟର ମାନେ ଆଧୁନିକ ଇତିହାସକୁ ବୁଝିବା ପାଇଁ ଅଭିଲେଖାଗାର ବା ଆର୍କାଇଭ୍ସ ବହୁତ ଜରୁରୀ। ସେତେବେଳର ଖବରକାଗଜ ଯେମିତିକି ଉତ୍କଳ ଦୀପିକା, ଆଶା, ସେଗୁଡ଼ିକ ସେହି ସମୟର ଦର୍ପଣ। ସେହିପରି ବିଭିନ୍ନ ସମୟର ଜନଗଣନା ରିପୋର୍ଟ ଆଉ ଆମ ରାଜ୍ୟ ସଂଗ୍ରହାଳୟରେ ସାଇତା ହୋଇଥିବା ପୁରୁଣା କାଗଜପତ୍ର, ଏସବୁ ଆମ ଇତିହାସର ଖାଲି ସ୍ଥାନଗୁଡ଼ିକୁ ପୂରଣ କରିବାରେ ବହୁତ ସାହାଯ୍ୟ କରେ। ତେବେ ଆମେ ଏତେ ସବୁ ଅଲଗା ଅଲଗା ସୁରାଗ ଦେଖିଲେ, ବହି, ମାଟିତଳର ଜିନିଷ, ପଥର ଲେଖା, ମୁଦ୍ରା, ମନ୍ଦିର, ବହୁତ କିଛି। ତେବେ ପ୍ରଶ୍ନ ଉଠୁଛି, ଐତିହାସିକମାନେ ଏସବୁକୁ ଏକାଠି କରି ଗୋଟେ ସମ୍ପୂର୍ଣ୍ଣ କାହାଣୀ କେମିତି ତିଆରି କରନ୍ତି? ଚାଲନ୍ତୁ ସେହି ପ୍ରକ୍ରିୟାକୁ ବୁଝିବା। ଆମର ଏହି ପୂରା ତଦନ୍ତ ଯାତ୍ରାକୁ ଆଉ ଥରେ ମନେ ପକାନ୍ତୁ। ଷ୍ଟେପ୍ 1, ଐତିହାସିକମାନେ ପ୍ରଥମେ ଗ୍ରନ୍ଥଗୁଡ଼ିକୁ ପଢ଼ି କାହାଣୀର ଗୋଟେ ମୋଟାମୋଟି ଢାଞ୍ଚା ତିଆରି କରନ୍ତି। ଷ୍ଟେପ୍ 2, ତାପରେ ଖନନ କରି ମାଟିତଳୁ ଅସଲି ପ୍ରମାଣ ବାହାର କରନ୍ତି। ଷ୍ଟେପ୍ 3, ଏହାପରେ ଶିଳାଲେଖ ଓ ମୁଦ୍ରାରୁ ଛୋଟ ଛୋଟ କିନ୍ତୁ ପକ୍କା ତଥ୍ୟ ବାହାର କରନ୍ତି। ଷ୍ଟେପ୍ 4, ମନ୍ଦିର ଆଉ କଳାକୁ ଦେଖି ସେ ସମୟର ସମାଜକୁ ବୁଝିବାକୁ ଚେଷ୍ଟା କରନ୍ତି। ଆଉ ଶେଷରେ ଷ୍ଟେପ୍ 5, ଏହି ସମସ୍ତ ଖିଅକୁ ଏକାଠି ଗୁନ୍ଥି ଇତିହାସ ଲେଖାଯାଏ। ଏହି କଥାଟିକୁ ସବୁବେଳେ ମନେ ରଖିବା ଦରକାର। ଇତିହାସ ହେଉଛି ଗୋଟେ ପାଜଲ, ଆଉ ତାର ଖଣ୍ଡଗୁଡ଼ିକ ବହୁତ ଅଲଗା ଅଲଗା ପ୍ରକାରର। ସବୁ ଖଣ୍ଡକୁ ଠିକ୍ ଜାଗାରେ ଲଗେଇଲେ ଯାଇ ପୂରା ଛବିଟା ଦେଖାଯାଏ। ସତରେ ପ୍ରତ୍ୟେକ ଉତ୍ସ, ସେ ଗୋଟେ ପୁରୁଣା ବହି ହେଉ କିମ୍ବା ଗୋଟେ ଛୋଟ ପଥର ଖଣ୍ଡ, ସେହି ବଡ଼ ଚିତ୍ରର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ଦେଖିଲେ ପ୍ରତ୍ୟେକ ଉତ୍ସ କାହାଣୀର ଗୋଟିଏ ଖଣ୍ଡ କହୁଛି। ତେବେ ଶେଷରେ ଗୋଟିଏ ପ୍ରଶ୍ନ ଭାବି ଦେଖନ୍ତୁ ତ, ଓଡ଼ିଶାର ଅତୀତର ଆହୁରି କେତେ ଯେ ଅଜଣା କାହାଣୀ, କେତେ ଯେ ଅନାବିଷ୍କୃତ ସୁରାକ ଏବେ ବି ହୁଏତ ଆମ ଚାରିପାଖରେ ମାଟି ତଳେ କେଉଁଠି ଲୁଚି ରହିଛି ଆଉ ଆବିଷ୍କାର ହେବାକୁ ଅପେକ୍ଷା କରିଛି। ଏହି ପ୍ରଶ୍ନ ସହିତ ଆଜିର ଏହି ଆଲୋଚନାକୁ ଏଇଠି ଶେଷ କରୁଛି। ନମସ୍କାର। ପ୍ରାଚୀନ ଓଡ଼ିଶାର ଇତିହାସ କେବଳ ରାଜା ମହାରାଜାଙ୍କ କାହାଣୀ ନୁହେଁ, ବରଂ ଏହା ହେଉଛି ଅନେକ ଛୋଟ ଛୋଟ ଭୂଖଣ୍ଡ ମିଶି ଏକ ବଡ଼ ପରିଚୟ ଗଢ଼ିବାର କାହାଣୀ। ଆସନ୍ତୁ ଆଜି ସେହି ରୋମାଞ୍ଚକର ଯାତ୍ରା ଭିତରକୁ ଯିବା। ଚାଲନ୍ତୁ ଏହି ପ୍ରଶ୍ନରୁ ହିଁ ଆରମ୍ଭ କରିବା। ଯେତେବେଳେ ଗୋଟିଏ ବଡ଼ ଶକ୍ତିର ପତନ ହୁଏ, ସେଠି ଗୋଟିଏ ଶୂନ୍ୟସ୍ଥାନ ତିଆରି ହୁଏ, ନୁହେଁ କି? ପ୍ରାଚୀନ କଳିଙ୍ଗରେ ଠିକ୍ ସେଇଆ ହିଁ ହେଇଥିଲା। ଯେତେବେଳେ ଶକ୍ତିଶାଳୀ ଗୁପ୍ତ ସାମ୍ରାଜ୍ୟର ପ୍ରଭାବ କମିବାକୁ ଲାଗିଲା, ଆଉ ତାପରେ ଯାହା ହେଲା, ସେଠୁ ହିଁ ଆମ କାହାଣୀ ଆରମ୍ଭ। ଆମେ ଏହି କାହାଣୀକୁ 5ଟି ଭାଗରେ ଦେଖିବା। ପ୍ରଥମେ ଗୁପ୍ତଙ୍କ ପରେ କଳିଙ୍ଗର ଅବସ୍ଥା କ'ଣ ଥିଲା। ତାପରେ ଆସିବେ ପ୍ରାରମ୍ଭିକ ରାଜବଂଶମାନେ, ଆଉ ତାପରେ ଇତିହାସର ଏକ ବହୁତ ଖାସ୍ ଅଧ୍ୟାୟ, ରାଣୀମାନଙ୍କର ଶାସନ। ଶେଷରେ ଆମେ ମହାନ ଏକୀକରଣ ଏବଂ ଏକ ନୂଆ ପରିଚୟର ଗଠନ ବିଷୟରେ ଜାଣିବା। ତେବେ ଚାଲନ୍ତୁ ଆମର ପ୍ରଥମ ଭାଗ ଦେଖିବା। ଦେଖନ୍ତୁ, ଗୁପ୍ତ ସାମ୍ରାଜ୍ୟର ପତନ ପରେ କଳିଙ୍ଗର ରାଜନୈତିକ ମାନଚିତ୍ର ପୂରାପୂରି ବଦଳିଗଲା। ଗୋଟିଏ ବଡ଼ ଶକ୍ତି ବଦଳରେ ଏଠି ସେଠି ଅନେକ ଛୋଟ ଛୋଟ ସ୍ୱାଧୀନ ରାଜ୍ୟ ମୁଣ୍ଡ ଟେକିଲେ। କଳ୍ପନା କରନ୍ତୁ, କଳିଙ୍ଗ ଯେମିତି ଗୋଟେ ଭଙ୍ଗା କାଚ ପରି ହୋଇଯାଇଥିଲା, ଯାହାର ପ୍ରତ୍ୟେକ ଖଣ୍ଡ ନିଜର ପ୍ରଭାବ ପାଇଁ ସଂଘର୍ଷ କରୁଥିଲା। ଏହା ସତରେ ଏକ ଅସ୍ଥିର ଆଉ ଚ୍ୟାଲେଞ୍ଜିଂ ପୂର୍ଣ୍ଣ ସମୟ ଥିଲା। ହଉ,
ତେବେ ଏଇ ଯେଉଁ ବିଖଣ୍ଡିତ ପରିସ୍ଥିତି ଥିଲା ସେଥିରେ କିଛି ରାଜବଂଶ ତ ନିଶ୍ଚୟ ମୁଣ୍ଡ ଟେକିଥିବେ ନା? ଆସନ୍ତୁ ଜାଣିବା ସେହି ପ୍ରାରମ୍ଭିକ ଶକ୍ତିଶାଳୀ ରାଜବଂଶମାନଙ୍କ ବିଷୟରେ। ଏମାନଙ୍କ ଭିତରେ ମାଠରମାନେ ଥିଲେ ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନେ କେବଳ ଶକ୍ତିଶାଳୀ ଶାସକ ନଥିଲେ, ବରଂ ବହୁତ ଭଲ ପ୍ରଶାସକ ବି ଥିଲେ। ରାଜ୍ୟକୁ ଛୋଟ ଛୋଟ ଏକକରେ ବାଣ୍ଟି ସେମାନେ ଶାସନକୁ ସହଜ କରିଦେଇଥିଲେ। ଆଉ ସବୁଠୁ ବଡ଼ କଥା, ସେମାନେ ସମୁଦ୍ରର ଶକ୍ତିକୁ ବୁଝିଥିଲେ ଆଉ ସାମୁଦ୍ରିକ ବାଣିଜ୍ୟକୁ ପ୍ରୋତ୍ସାହନ ଦେଇ ରାଜ୍ୟକୁ ବହୁତ ସମୃଦ୍ଧ କରିଥିଲେ। କିନ୍ତୁ କାହାଣୀ ଏତିକିରେ ସରୁନି। କେବଳ ମାଠରମାନେ ନଥିଲେ। ନଳ, ସର୍ବପୁରୀୟ ଆଉ ମେଘ ଏମିତି ଅନେକ ରାଜବଂଶ ବିଭିନ୍ନ ଅଞ୍ଚଳରେ ନିଜର ପ୍ରଭୁତ୍ୱ ଜାହିର କରୁଥିଲେ। ଏଥିରୁ ଜଣାପଡ଼ୁଛି ସେ ସମୟର ରାଜନୀତି କେତେ ଜଟିଳ ଥିଲା। ଏହି ଟାଇମ୍ଲାଇନ୍କୁ ଦେଖିଲେ ଗୋଟେ କଥା ପୁରା ସ୍ପଷ୍ଟ ହୋଇଯାଉଛି। ଦେଖନ୍ତୁ କେମିତି ଅଲଗା ଅଲଗା ରାଜବଂଶ ପ୍ରାୟ ଏକା ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ଶାସନ କରୁଥିଲେ। କୌଣସି ଗୋଟିଏ କେନ୍ଦ୍ରୀୟ ଶକ୍ତି ନଥିଲା ଯିଏ ସମସ୍ତଙ୍କୁ ଏକାଠି କରିପାରିବ। ଏହା ହିଁ ଥିଲା ସେହି ଯୁଗର ବାସ୍ତବତା। ଆଉ ଏବେ କାହାଣୀର ସବୁଠୁ ଆକର୍ଷଣୀୟ ମୋଡ଼ ଆସୁଛି। ଏହି ରାଜନୈତିକ ଅସ୍ଥିରତା ଭିତରେ ଏମିତି ଏକ ରାଜବଂଶର ଉତ୍ଥାନ ହେଲା ଯାହା ଓଡ଼ିଶା ଇତିହାସରେ ସମ୍ପୂର୍ଣ୍ଣ ଭାବେ ଅନନ୍ୟ ଥିଲା। ସେମାନେ ଥିଲେ ଭୌମକର, ଯେଉଁମାନେ ନିଜର ଶକ୍ତିଶାଳୀ ରାଣୀମାନଙ୍କ ପାଇଁ ଇତିହାସରେ ଅମର ହୋଇ ରହିଛନ୍ତି। ଟିକେ ଭାବି ଦେଖନ୍ତୁ, ଏଇଟା କିଛି ସାଧାରଣ କଥା ନୁହେଁ। ଯେଉଁ ଯୁଗରେ ସବୁଠି ରାଜାମାନଙ୍କର ଶାସନ, ସେଠି ଓଡ଼ିଶାରେ ଭୌମକର ରାଜବଂଶରେ ଜଣଙ୍କ ପରେ ଜଣେ ମହିଳା ସିଂହାସନରେ ବସୁଥିଲେ। ଏହା କେବଳ ଏକ ବ୍ୟତିକ୍ରମ ନଥିଲା, ବରଂ ଏହା ଥିଲା ସେମାନଙ୍କର ଦକ୍ଷତା ଆଉ ସଫଳ ଶାସନର ଏକ ଜ୍ୱଳନ୍ତ ଉଦାହରଣ। ତ୍ରିଭୁବନ ମହାଦେବୀ ଏହି ଧାରାର ଆରମ୍ଭ କରିଥିଲେ। ତାଙ୍କ ପରେ ଗୌରୀ ମହାଦେବୀଙ୍କ ଭଳି ରାଣୀ ଆଇନ ଶୃଙ୍ଖଳା ରକ୍ଷା କଲେ। ଏପରିକି ଭୁବନେଶ୍ୱରରେ ଗୌରୀ ମନ୍ଦିର ବି ନିର୍ମାଣ କଲେ। ଆଉ ଦଣ୍ଡୀ ମହାଦେବୀଙ୍କ ଭଳି ଶାସକ ରାଜ୍ୟକୁ ଶତ୍ରୁମାନଙ୍କଠାରୁ ସୁରକ୍ଷିତ ରଖିଲେ। ଏମାନେ କେବଳ ନାମକୁ ମାତ୍ର ଶାସକ ନଥିଲେ, ବରଂ ପ୍ରକୃତରେ ଦକ୍ଷ, କୂଟନୀତିଜ୍ଞ ଏବଂ ଶକ୍ତିଶାଳୀ ନେତ୍ରୀ ଥିଲେ। ତେଣୁ ଦେଖିଲେ, ଏମାନଙ୍କର ଶାସନ କେବଳ ରାଣୀମାନେ ଥିଲେ ବୋଲି ସ୍ୱତନ୍ତ୍ର ନଥିଲା। ସେମାନେ ଏକ ସ୍ଥିର ପ୍ରଶାସନ ଦେଲେ, ଦୂରଦେଶ ସହିତ ବାଣିଜ୍ୟ କଲେ, ଆଉ ସବୁଠୁ ବଡ଼ କଥା ହେଲା ସବୁ ଧର୍ମକୁ ସମ୍ମାନ ଦେଲେ। ଏଥିରୁ ଜଣାପଡ଼ୁଛି ସେମାନଙ୍କର ଶାସନ କେତେ ପ୍ରଗତିଶୀଳ ଥିଲା। ହଁ, ଭୌମକରମାନେ ସ୍ଥିରତା ତ ଆଣିଲେ, କିନ୍ତୁ କଳିଙ୍ଗ, ଉତ୍କଳ, କୋଙ୍ଗୋଦ, କୋଶଳ ଏସବୁ ଏବେ ବି ଅଲଗା ଅଲଗା ଥିଲା। ସେ ଯେଉଁ ଅସଲ କାମଟା ବାକି ଥିଲା, ସେଇ ପୁରା ଅଞ୍ଚଳକୁ ଗୋଟିଏ ସୂତାରେ ବାନ୍ଧିବାର କାମ ସେଇଟା କଲେ ସୋମବଂଶୀମାନେ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା। ଏହି ଚିତ୍ରଟିକୁ ଦେଖନ୍ତୁ। ଏହା ହିଁ ସୋମବଂଶୀମାନଙ୍କର ସବୁଠୁ ବଡ଼ ସଫଳତା। ବାମପଟେ ଭଙ୍ଗା ଭଙ୍ଗା ଖଣ୍ଡ ଆଉ ଡାହାଣ ପଟେ ଗୋଟିଏ ଅଖଣ୍ଡ ଭୂଖଣ୍ଡ। ଇତିହାସରେ ପ୍ରଥମ ଥର ପାଇଁ ଏକ ବିଶାଳ ଏକୀକୃତ ଓଡ଼ିଶାର ପରିକଳ୍ପନା ସତ ହେଲା। ହେଲେ କଥାଟା କେବଳ ରାଜନୈତିକ ଏକତା ନଥିଲା, ଏହା ଥିଲା ଆତ୍ମାର ମିଳନ। ଯେତେବେଳେ ଭିନ୍ନ ଭିନ୍ନ ଅଞ୍ଚଳ ଏକାଠି ହେଲେ, ସେମାନଙ୍କର ପରମ୍ପରା, କଳା ଆଉ ବିଶ୍ୱାସ ବି ଏକାଠି ମିଶିଲା। ଆଉ ଏହି ମିଶ୍ରଣରୁ ଜନ୍ମ ନେଲା ଏକ ନୂଆ ଏବଂ ଅନନ୍ୟ ଓଡ଼ିଆ ସଂସ୍କୃତି। ଆଚ୍ଛା, ଏତେ ବଡ଼ ରାଜ୍ୟକୁ ଚଲେଇବା କ'ଣ ସହଜ କଥା? ଆଦୌ ନୁହେଁ। ଆଉ ସେଇଥିପାଇଁ ସୋମବଂଶୀମାନେ ଗୋଟେ ଜବରଦସ୍ତ ପ୍ରଶାସନିକ ସିଷ୍ଟମ ତିଆରି କଲେ। ରାଜ୍ୟକୁ ମଣ୍ଡଳ, ଭୁକ୍ତି, ଖଣ୍ଡ ଆଉ ଗାଁ ଏମିତି ଅଲଗା ଅଲଗା ସ୍ତରରେ ବାଣ୍ଟି ସେମାନେ ଶାସନକୁ ବହୁତ ସହଜ ଆଉ ପ୍ରଭାବଶାଳୀ କରିପାରିଥିଲେ। ତେବେ ଏହି ଯେଉଁ ଏକତା ଆସିଲା, ଏଠାରୁ ପରିଣାମ କ'ଣ ହେଲା? ଏହାର ସବୁଠାରୁ ବଡ଼ ପ୍ରମାଣ ଆଜି ବି ଆମ ଆଖି ଆଗରେ ଅଛି। ପଥର ଦେହରେ ଖୋଦିତ ହୋଇ ରହିଛି ସେହି ଅବିସ୍ମରଣୀୟ ଉତ୍ତରାଧିକାର। ଯେତେବେଳେ ଶାନ୍ତି ଆଉ ସମୃଦ୍ଧି ଆସେ, ସେତେବେଳେ କଳା ଆଉ ସ୍ଥାପତ୍ୟ ତାର ଶିଖରକୁ ଛୁଏଁ। ଆଉ ସୋମବଂଶୀମାନଙ୍କ ସମୟରେ ଠିକ୍ ସେଇଆ ହିଁ ହେଲା। ସେମାନଙ୍କ ଶାସନ କାଳକୁ ଓଡ଼ିଶାର ମନ୍ଦିର ନିର୍ମାଣର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ଆଉ ଏହି ସୁବର୍ଣ୍ଣ ଯୁଗର ସବୁଠୁ ବଡ଼ ସାକ୍ଷୀ ଆମ ଭୁବନେଶ୍ୱରର ଗର୍ବ ଲିଙ୍ଗରାଜ ମନ୍ଦିର। ଏହା କେବଳ ଗୋଟିଏ ମନ୍ଦିର ନୁହେଁ, ବରଂ ସୋମବଂଶୀମାନଙ୍କର ଶକ୍ତି, ସେମାନଙ୍କର ଦୂରଦୃଷ୍ଟି ଆଉ ସେମାନଙ୍କ ଦ୍ୱାରା ସମ୍ଭବ ହୋଇଥିବା ସାଂସ୍କୃତିକ ଏକତାର ଏକ ଜୀବନ୍ତ ପ୍ରତୀକ। ତେବେ ଚାଲନ୍ତୁ ପୁରା ଯାତ୍ରାକୁ ଟିକେ ମନେ ପକାଇବା। ମାଠରମାନେ ଭଲ ପ୍ରଶାସନର ମୂଳଦୁଆ ପକାଇଲେ, ଭୌମକରମାନେ ସ୍ଥିରତା ଆଣିଲେ, ଆଉ ସେହି ମୂଳଦୁଆ ଉପରେ ସୋମବଂଶୀମାନେ ଏକୀକରଣ ଆଉ ସାଂସ୍କୃତିକ ସମନ୍ୱୟର ଏକ ବିଶାଳ ସୌଧ ତିଆରି କଲେ, ଯାହା ଆଜିର ଓଡ଼ିଶାର ପରିଚୟ। ତେଣୁ ଶେଷରେ ପ୍ରଶ୍ନଟା ଏଇଠି ଆସି ପହଞ୍ଚୁଛି। ପ୍ରାଚୀନ ଓଡ଼ିଶାର ଏହି କାହାଣୀ ଆମକୁ କ'ଣ ଶିଖାଉଛି? ଏହା ଦେଖାଉଛି ଯେ କେମିତି ଅନେକ ଛୋଟ ଛୋଟ ଧାରା ମିଶି ଗୋଟେ ମହାନଦୀ ତିଆରି କରନ୍ତି। ରାଜନୈତିକ ସୀମା ବଦଳିପାରେ, କିନ୍ତୁ ସାଂସ୍କୃତିକ ଏକତା ହିଁ ଗୋଟେ ପରିଚୟକୁ ସବୁଦିନ ପାଇଁ ବଞ୍ଚାଇ